ଫାଇନାଲି ବହୁତ ଦିନ ପରେ ମୁଁ କାମକୁ ବାହାରିଥିଲି। ବର୍ତ୍ତମାନ ଦେଖିପାରୁଥିବେ ମୋର ଫାଷ୍ଟ ଅର୍ଡ଼ର ଆସିଯାଇଛି ହେଲା। ଏଇ ପାଖାପାଖି ଅଞ୍ଚଳରେ ଅର୍ଡ଼ର ପିକଅପ୍ କରିବାକୁ ବାହାରିଗଲି ହେଲା। ରାସ୍ତାରେ ଗଲାବେଳେ ଏମିତି ବହୁତ ଜୋରରେ ଖରା ହେଉଥିଲା। କ'ଣ କରିବା, ପୁଣି ଫାଷ୍ଟ ଅର୍ଡ଼ର ଡେଲିଭରି କରିବା ପରେ ମୋତେ ମିଳିଥିଲା 74 ଟଙ୍କା। ପୁଣି ସେକେଣ୍ଡ ଅର୍ଡ଼ର ଆସିଯାଇଥିଲା। ସେକେଣ୍ଡ ଅର୍ଡ଼ର ତାକୁ ଡେଲିଭରି କଲା ପରେ ସାଙ୍ଗେ ସାଙ୍ଗେ 33 ଟଙ୍କା ମୋତେ ମିଳିଥିଲା। ପୁଣି ଥରେ ଥାର୍ଡ଼ ଅର୍ଡ଼ର ଆସିଯାଇଥିଲା। ଥାର୍ଡ଼ ଅର୍ଡ଼ର ରେଷ୍ଟୁରାଣ୍ଟ ମୁଁ ଯାଇକି ପିକଅପ୍ କରିକି ଆସିଗଲି। ରାସ୍ତାରେ ଗଲାବେଳେ ଏମିତି ଗହଳି ହେଉଥିଲା କହିପାରିବିନି। ବହୁତ ଜୋରରେ ଗହଳି ହେଉଥିଲା। ଗାଡ଼ି ମଟର ବି ସାଉଣ୍ଡ ହେଉଥିଲା। ଯିବାକୁ ଅସମ୍ଭବ ହେଉଥିଲା। ତାପରେ 2ଟା ପର୍ଯ୍ୟନ୍ତ କାମ କରିକି ମୁଁ ପଳେଇ ଆସିଥିଲି। ପୁଣି କାମକୁ ବାହାରିଲି 6ଟା ବେଳେ। 6ଟା ବେଳେ ବାହାରିଲା ବେଳେ ମୋର ଗୋଟେ ଅର୍ଡ଼ର ଆସିଯାଇଥିଲା। ପୁଣି ଚାଲ ଅର୍ଡ଼ର ତାକୁ ପିକଅପ୍ କରିବାକୁ ବାହାରିଗଲି। ବାହାରିଗଲା ବେଳେ ରାସ୍ତାରେ ବହୁତ ଜୋରରେ ବାରିଶ ହେଉଥିଲା। ଏ ବର୍ଷାରେ କାମ କରିବାକୁ ଇଚ୍ଛା ବି ହେଉନଥିଲା। ବାଧ୍ୟ ହୋଇ ମୁଁ କାମକୁ ବାହାରିଗଲି। ଏମିତି କାମ କରୁ କରୁ ରାତି 12ଟା ପର୍ଯ୍ୟନ୍ତ କାମ କରିଦେଲି। ଟାଇମ୍ ଜାଣିପାରିଲିନି କେତେବେଳେ ରାତି 12ଟା ହେଇଗଲା। ଦେଖିପାରୁଥିବେ ମୋ ରୁମ୍ ତ ପଳେଇ ଆସିଛି। ଆଜିର ମୁଁ ରୋଜଗାର କରିଛି 1281 ଟଙ୍କା ଗୋଟିଏ ଦିନରେ।